ରାସ୍ତା ପ୍ରଶକ୍ତିକରଣ କାର୍ଯ୍ୟ ନିମ୍ନମାନର। ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ସଞ୍ଜାମୁରା ପୂର୍ବ ବିଭାଗ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ନିମ୍ନମାନର କରାଯାଉଥିବା ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ସମ୍ପୃକ୍ତ ଠିକାଦାର କର୍ଣ୍ଣପାତ କରୁନାହାନ୍ତି। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତାରେ ନିର୍ଦ୍ଧାରିତ ପରିମାଣରେ ମେଣ୍ଟାଲ କ୍ରସର ଗୁଣ୍ଡ, ବାଲି, ମୋରମ ଆଦି ବ୍ୟବହାର କରାଯାଉନାହିଁ। ସରକାରଙ୍କୁ ରାଜସ୍ୱ ପାଙ୍କି ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲରୁ ମୋରମ ସଂଗ୍ରହ କରି ରାସ୍ତା କାର୍ଯ୍ୟରେ ବ୍ୟବହାର କରାଯାଉଛି। କାର୍ଯ୍ୟସ୍ଥଳରେ ବିଭାଗର କୌଣସି କର୍ମଚାରୀ ଉପସ୍ଥିତ ରହୁନଥିବାରୁ ଠିକାଦାର ଏହା ସୁହାଉଛି। ପ୍ରାୟ 41 କୋଟି ଟଙ୍କାର ଏହି କାର୍ଯ୍ୟ ଚାଲୁଥିବା ବେଳେ ବିଭାଗୀୟ ଅଧିକାରୀ ତଦାରଖ ନ କରିବା ଦୁର୍ଭାଗ୍ୟଜନକ ବୋଲି ସାଧାରଣ ମତ ପ୍ରକାଶ ପାଇଛି। ଠାକୁରଗଡ଼ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମ୍ ପାଖରେ ଥିବା ଏକ ଛୋଟ ପୋଲକୁ ପ୍ରାୟ 1.5 ମାସ ହେବ ଖୋଳି ଦେଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟ ସମ୍ପୂର୍ଣ୍ଣ କରୁନଥିବାରୁ ଲୋକେ 2 କିଲୋମିଟର ଦୂରରେ ଥିବା ଡାଇଭରସନ ରାସ୍ତାରେ ବୁଲି ବୁଲି ଯାଉଛନ୍ତି। ଏପଟେ ପୋଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେଲେ ରାସ୍ତାରେ ଜନ ଆନ୍ଦୋଳନ କରାଯିବ ବୋଲି ଠାକୁରଗଡ଼ ଗ୍ରାମର ବାପି ପ୍ରଧାନ, ପବିତ୍ର ମୋହନ ମହାପାତ୍ର, ଅନାଦି ବାଘ, ସୋମନାଥ ପ୍ରଧାନ, ଦିବାକର ଦେହୁରୀ ପ୍ରମୁଖ ଚେତାବନୀ ଦେଇଛନ୍ତି। ବ୍ୟୁରୋ ମୁଖ୍ୟ ରିପୋର୍ଟ, ଆଗାମୀ ଟିଭି।